ପିଲାମାନେ, ଆମେ ପୂର୍ବ କ୍ଲାସରେ ତାରା ସୂର୍ଯ୍ୟ କବିତାର ଅଷ୍ଟମ, ନବମ ଓ ଦଶମ ପଦକୁ ଭଲ ଭାବରେ ଆବୃତ୍ତି ଓ ଆଲୋଚନା କଲେ ଏବଂ ଏଥିରେ ଥିବା ନୂତନ ଶବ୍ଦ ଗୁଡ଼ିକର ଅର୍ଥ ମଧ୍ୟ କହିଲେ। କିଛି ପ୍ରଶ୍ନର ଉତ୍ତର ମଧ୍ୟ ଆଲୋଚନା କଲେ। କବିତାଟିର ପୁଙ୍ଖାନୁପୁଙ୍ଖ ଆଲୋଚନା ଆମେ କଲେ। ଏହି କବିତାଟିରେ କବି ଗଙ୍ଗାଧର ମେହେର ଇଂରେଜ ମାନଙ୍କର ଶାସନ ସମୟରେ ପରାଧୀନ ଭାରତବର୍ଷର ଦେଶବାସୀଙ୍କ ମନରେ ଥିବା ନୈରାଶ୍ୟ ଭାବନାକୁ ଦୂରୀଭୂତ କରିବା ପାଇଁ କବିତା ମାଧ୍ୟମରେ ଉଦ୍ବୋଧନ ଦେଇଛନ୍ତି। ସ୍ୱଦେଶ ପ୍ରେମର ଭାବ ପ୍ରସ୍ଫୁଟିତ ପାଇଁ ଚେଷ୍ଟା ମଧ୍ୟ କରିଛନ୍ତି। ଭାରତୀୟଙ୍କ ମନରେ ଆତ୍ମବିଶ୍ୱାସ ଜାଗ୍ରତ ସହ ସେମାନଙ୍କ ମନରୁ ହୀନମନ୍ୟତା ଦୂର ପାଇଁ ଏହି କବିତା ମାଧ୍ୟମରେ ଆହ୍ୱାନ ଦେଇଛନ୍ତି। ଆଜି ଆମେ କବିତାଟିକୁ ଭଲ ଭାବରେ ବୁଝିବା ପାଇଁ ଅନେକ ପ୍ରଶ୍ନ ଉତ୍ତର ଆଲୋଚନା କରିବା। କେଉଁମାନଙ୍କୁ ରବି ପରି ରଶ୍ମିମାନ ବୋଲି କବି କହିଛନ୍ତି? କିଏ କହିପାରିବ? ତାରାମାନଙ୍କୁ କବି ରବି ପରି ରଶ୍ମିମାନ ବୋଲି କହିଛନ୍ତି। ସେମାନଙ୍କ ମନରେ ଭୟ ଅଛି ବୋଲି କବି କାହିଁକି ଉପଲବ୍ଧି କରିଛନ୍ତି? ତାରାମାନେ ଦିନରେ ଦେଖା ନ ଯାଇ କେବଳ ରାତିରେ ଦେଖାଯାଉଥିବାରୁ ସେମାନଙ୍କ ମନରେ ଭୟ ଅଛି ବୋଲି କବି ଉପଲବ୍ଧି କରିଛନ୍ତି। ଆମ୍ଭ ଭାସ୍କର କାହାକୁ ଲକ୍ଷ୍ୟ କରି କୁହାଯାଇଛି? ଆମର ସୂର୍ଯ୍ୟଙ୍କୁ ଲକ୍ଷ୍ୟ କରି ଆମ୍ଭ ଭାସ୍କର ବୋଲି କୁହାଯାଇଛି। ସୁନା ପିଲା, ତମମାନେ ଠିକ ବୁଝିପାରିଛ। ଆମ୍ଭ ଭାସ୍କରଙ୍କୁ ଅନ୍ୟମାନେ କାହିଁକି କ୍ଷୁଦ୍ର ତାରା ବୋଲି କହିଛନ୍ତି? ଆମ୍ଭ ଭାସ୍କର ଅନ୍ୟମାନଙ୍କ ଆଗରେ ଭାସ୍କର ହୋଇ ଦେଖାଯାଆନ୍ତି ନାହିଁ ବୋଲି ଅନ୍ୟମାନେ ତାଙ୍କୁ କ୍ଷୁଦ୍ର ତାରା ବୋଲି କହନ୍ତି। ଆମ୍ଭେ ଚାହୁଁଥାଉ ତାଙ୍କର ଉଦୟ। କିଏ କାହାର ଉଦୟ ଚାହୁଁଛନ୍ତି? ଆମ ରାଜ୍ୟର ଲୋକମାନେ ଆମର ଅନ୍ଧକାରକୁ ଦୂର କରୁଥିବା ରବିଙ୍କର ଉଦୟ ଚାହୁଁଛନ୍ତି। 2ଟି ବା 3ଟି ବାକ୍ୟରେ ଉତ୍ତରକୁ ଲେଖ। ତାରାଗଣ କେବଳ ନିଜର ଜଗତକୁ ଆଲୋକିତ କରିଛନ୍ତି। ଏଥିରୁ କେଉଁ ଭାବ ପ୍ରକାଶ ପାଉଛି? ତାରାଗଣ କେବଳ ନିଜର ଜଗତକୁ ଆଲୋକିତ କରିଛନ୍ତି, ଅର୍ଥାତ୍ ସେମାନେ ସମଗ୍ର ଜଗତକୁ ଆଲୋକିତ ନ କରି ନିଜର ଜଗତକୁ ଆଲୋକିତ କରୁଥାନ୍ତି। ଏଥିରୁ ସ୍ୱାର୍ଥପର ତଥା ସଂକୀର୍ଣ୍ଣ ମନୋଭାବ ପ୍ରକାଶ ପାଇଛି। ଆମ ଭାସ୍କରକୁ ତାରା ରାଜ୍ୟର ଲୋକମାନେ ଏକ କ୍ଷୁଦ୍ର ତାରା ବୋଲି କହୁଥିବାରୁ କବିଙ୍କ ମନରେ କେଉଁ ଭାବ ଉଦ୍ରେକ ହୋଇଛି? ଆମ ଭାସ୍କରକୁ ତାରା ରାଜ୍ୟର ଲୋକମାନେ ଏକ କ୍ଷୁଦ୍ର ତାରା ବୋଲି କହୁଥିବାରୁ କବିଙ୍କ ମନରେ ନୈରାଶ୍ୟ ଭାବ ଉଦ୍ରେକ ହୋଇଛି। କାରଣ ଆମ ସୂର୍ଯ୍ୟ ସମଗ୍ର ଜଗତରେ ବଡ଼, ତାଙ୍କଠାରୁ ଆଉ କେହି ବଡ଼ ହୋଇ ନ ପାରନ୍ତି। ତାରାମାନଙ୍କ ରାଜ୍ୟରେ ଆମ ସୂର୍ଯ୍ୟ କାହିଁକି ଦେଖାଯାଆନ୍ତି ନାହିଁ? ତାରାମାନେ ସୂର୍ଯ୍ୟଙ୍କ ଠାରୁ ବହୁତ ଦୂରରେ ରହିଛନ୍ତି। ସେହି ରାଜ୍ୟରେ ଆମ ସୂର୍ଯ୍ୟ ଅତି କ୍ଷୁଦ୍ର ତାରକା ଭଳି ଦେଖାଯାଆନ୍ତି। ଏପରିକି ଅତି ଦୂରରେ ଥିବା ତାରାମାନଙ୍କ ରାଜ୍ୟରେ ଆମ ସୂର୍ଯ୍ୟ ଆଦୌ ଦେଖାଯାଆନ୍ତି ନାହିଁ। କେଉଁ କଥାରେ ମହତ ଜନମାନେ ବିବ୍ରତ ହୋଇନଥାନ୍ତି? ହଁ, ଯେଉଁ ଲେଖର ଯେପରି ଦୃଷ୍ଟିଭଙ୍ଗୀ ସେ ସେହିପରି କହିଥାଏ। ତେଣୁ ହୀନମନ୍ୟତାପୂର୍ଣ୍ଣ କଥାରେ ମହତ ଜନମାନେ ଆଦୌ ବିବ୍ରତ ହୋଇନଥାନ୍ତି। ତେଣୁକରି ତୁମେ କାହାରି କଥାରେ ବିବ୍ରତ ହେବ ନାହିଁ। ତାରାମାନଙ୍କର ରବିପଣ କେବଳ ସେଇମାନଙ୍କ ରାଜ୍ୟରେ ସୀମିତ ବୋଲି କୁହାଯାଇଛି କାହିଁକି? ସୂର୍ଯ୍ୟ ସମଗ୍ର ପୃଥିବୀର ହେଉଛନ୍ତି ମୁଖ୍ୟ ଆଧାର। ନିଖିଳ ପ୍ରାଣୀ ଜଗତ ତାଙ୍କରି ଆଲୋକରେ ଆଲୋକିତ ହୋଇଥାନ୍ତି। ମାତ୍ର ତାରାମାନେ ସୂର୍ଯ୍ୟଙ୍କ ଠାରୁ ବଡ଼ ହେଲେ ମଧ୍ୟ ଏ ପୃଥିବୀରେ ସେମାନେ ସୂର୍ଯ୍ୟଙ୍କ ପରି ଆଲୋକ ପ୍ରଦାନ କରିପାରନ୍ତି ନାହିଁ। ସେମାନେ କେବଳ ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଅର୍ଥାତ୍ ଆପଣା ରାଜ୍ୟରେ ହିଁ ସୀମିତ ରହି ରବିପଣ କରିଥାନ୍ତି। ତେଣୁ ତାରାମାନଙ୍କର ରବିପଣ କେବଳ ନିଜର ରାଜ୍ୟରେ ସୀମିତ ବୋଲି କୁହାଯାଇଛି। ପ୍ରସଙ୍ଗ ସହ ସରଳାର୍ଥ ଲେଖ। ଯାହାକୁ ଯେମନ୍ତ ଦିଶେ ତେମନ୍ତ ସେ ଭାସେ। ଉକ୍ତ ପଦ୍ୟାଂଶଟି ଆମ ପଠିତ ସାହିତ୍ୟ ସୌରଭ ପୁସ୍ତକ ତାରା ସୂର୍ଯ୍ୟ କବିତାରୁ ସଂଗୃହୀତ। ଏଠାରେ କବି ଗଙ୍ଗାଧର ମେହେର ବ୍ୟକ୍ତିବିଶେଷ କିପରି ନିଜର ଦୃଷ୍ଟିଭଙ୍ଗୀ ଅନୁସାରେ ବଚନ ପ୍ରକାଶ କରନ୍ତି ତାହା ବର୍ଣ୍ଣନା କରିଛନ୍ତି। ଆମ୍ଭମାନଙ୍କ ପାଇଁ ସୂର୍ଯ୍ୟ ବିରାଟ ହେଲେ ମଧ୍ୟ ତାଙ୍କଠାରୁ ବଡ଼ ତାରା ଆଉ ସୌରଜଗତରେ ରହିଛନ୍ତି। ସେମାନେ ନିଜ ରାଜ୍ୟରେ ରହି ଆମ ସୂର୍ଯ୍ୟଙ୍କୁ ଆକାଶର ଏକ କ୍ଷୁଦ୍ର ତାରା ରୂପେ ଅଭିହିତ କରିଥାନ୍ତି। ସେହି ତାରାମାନଙ୍କର ରାଜ୍ୟରେ ଆମର ସୂର୍ଯ୍ୟ ଦିନରେ ଉଜ୍ଜଳ ହୋଇ ଦେଖାଯାଆନ୍ତି ନାହିଁ, ବରଂ ଅତି କ୍ଷୁଦ୍ର ତାରା ପରି ଜଣାପଡ଼ିଥାନ୍ତି। ସେହି ତାରା ରାଜ୍ୟର ଲୋକମାନେ ଆମର ସୂର୍ଯ୍ୟଙ୍କୁ ଅତି କ୍ଷୁଦ୍ର ତାରା ଭାବରେ ବର୍ଣ୍ଣନା କରିଥାନ୍ତି। ତେଣୁ ଯାହାର ଦୃଷ୍ଟିକୋଣ ଯେପରି ସେ ସେହିପରି କରିଥାଏ। କାରଣ
ନିଜର ଦୃଷ୍ଟିକୋଣକୁ ନେଇ ଭାବ ପ୍ରକାଶ କରିବା ହିଁ ପ୍ରତ୍ୟେକଙ୍କର ଧର୍ମ। ସେଇ କଥାକୁ ଶୁଣି ମହତ ଲୋକମାନେ ଆଦୌ ବିଚଳିତ ହେବା ଉଚିତ ନୁହେଁ। ମହତ ମାନେ କାହାର ଆକ୍ଷେପାତ୍ମକ କଥା ପ୍ରତି କର୍ଣ୍ଣଗୋଚର କରିନଥାନ୍ତି। ସେଥିରେ ସେମାନଙ୍କୁ କିଛି ମିଳିନଥାଏ। ଯେ ଯାହାର ହିତ କରେ ନହେଲେ ତା ନାମ, ଆମ୍ଭ ଦେଶେ କହୁ ତାକୁ ନିମକ ହାର। ଉକ୍ତ ପଦ୍ୟାଂଶଟି ଆମ ପଠିତ ସାହିତ୍ୟ ସୌରଭ ପୁସ୍ତକ ତାରାସୂର୍ଯ୍ୟ କବିତାରୁ ସଂଗୃହୀତ। ଏଠାରେ କବି ଗଙ୍ଗାଧର ମେହେର କେଉଁ ବ୍ୟକ୍ତିକୁ ଆମ ଦେଶରେ ନିମଖାରାମ ବୋଲି କୁହାଯାଏ ସେ ସମ୍ପର୍କରେ ଆଲୋକପାତ କରିଛନ୍ତି। ସୂର୍ଯ୍ୟ ହେଉଛନ୍ତି ସକଳ ଶକ୍ତିର ଆଧାର, ପସରନ୍ତି ଆଲୋକ ରଶ୍ମିର ସ୍ୱରୂପ। ଏହି ସୂର୍ଯ୍ୟ ଆମ ପୃଥିବୀର ଅନ୍ଧକାରକୁ ଦୂର କରିଥାନ୍ତି। ତାରାମାନେ ଅବଶ୍ୟ ସୂର୍ଯ୍ୟଙ୍କ ତୁଳନାରେ ବହୁ ଗୁଣରେ ବଡ଼ ହୋଇପାରିଛନ୍ତି। ସେହି ତାରାମାନଙ୍କ ରାଜ୍ୟରେ ଆମ ସୂର୍ଯ୍ୟ ଏକ ତାରା ପରି ପ୍ରତିଭାତ ହୋଇପାରନ୍ତି। ମାତ୍ର ସେହି ତାରାମାନେ ଆମ ପୃଥିବୀ ପୃଷ୍ଠର ଅନ୍ଧକାରକୁ ଦୂର କରିବାରେ ଆଦୌ ସମର୍ଥ ହୋଇନଥାନ୍ତି। କେବଳ ଆମର ଏହି ସୂର୍ଯ୍ୟ ହିଁ ଘନ ଅନ୍ଧକାରକୁ ଦୂର କରିଥାଏ। କେତେକ ତାରା ମଧ୍ୟ ସୂର୍ଯ୍ୟଙ୍କ ଠାରୁ କମ୍ ଉଜ୍ଜ୍ୱଳ ଆଲୋକଯୁକ୍ତ ଅଛନ୍ତି। ଅଥଚ ଆମ ସୂର୍ଯ୍ୟଙ୍କୁ ତାରା ରାଜ୍ୟରେ ସୂର୍ଯ୍ୟର ମାନ୍ୟତା ନ ମିଳୁଥିବାରୁ କବିଙ୍କ ମନରେ ଦୁଃଖ ଭାବ ଉଦ୍ରେକ ହୋଇଛି। ତେଣୁ ସେ ନିଜ ପୃଥିବୀର ସୂର୍ଯ୍ୟଙ୍କୁ ଅଧିକ ପ୍ରାଧାନ୍ୟ କରିବା ପାଇଁ ଏହି କଥା କହିବାକୁ ପଶ୍ଚାତପଦ ହୋଇନାହାନ୍ତି। କବିଙ୍କ ମତରେ ଯେଉଁ ଲୋକ ଯାହାର ହିତ ସାଧନ କରିଥାଏ ତାର ନାମ ଆମେ ସ୍ମରଣ କରିବା ଉଚିତ। ତା ପ୍ରତି ନିଜ ହୃଦୟର ଆନୁଗତ୍ୟ ଭାବ ପ୍ରଦର୍ଶନ କରିବା ବିଧେୟ। ଯଦି ସେ ତାହା ନ କଲେ ତେବେ ଆମ୍ଭେ ତାଙ୍କୁ କୃତଘ୍ନ କହିବାକୁ ପଶ୍ଚାତପଦ ହୋଇନଥାଉ। ସୂର୍ଯ୍ୟଙ୍କ ଦ୍ୱାରା ଉପକୃତ ପ୍ରାଣୀ ଯଦି ସୂର୍ଯ୍ୟଙ୍କ ନାମ ସ୍ମରଣ ନ କରେ ତେବେ ସେ ଅକୃତଜ୍ଞ ବୋଲି ବିବେଚିତ ହୁଏ। ଦିଆଯାଇଥିବା ଶବ୍ଦ ଗୁଡ଼ିକର 2ଟି ଲେଖାଏଁ ପ୍ରତିଶବ୍ଦ ଲେଖ। ରଜନୀ, ନିଶା ଆଉ ରାତ୍ରି। ଭାସ୍କର, ସୂର୍ଯ୍ୟ ଓ ତପନ। ଗଗନ, ଆକାଶ, ନଭ। ତମ, ଅନ୍ଧକାର, ତମସା। ତାରା, ନକ୍ଷତ୍ର ଓ ତାରକା। ବିପରୀତ ଅର୍ଥବୋଧକ ଶବ୍ଦ ଲେଖ। ଲାଭ, କ୍ଷତି, କ୍ଷୟ, ଅକ୍ଷୟ, ଉଦୟ, ଅସ୍ତ, ହିତର, ଅହିତ। ଲେଖିଲ ସମସ୍ତେ? ଠିକ ଅଛି। ସେମିତି ପ୍ରଚୁରର ଅପ୍ରଚୁର ବା କମ୍, ମହତର ହୀନ, କ୍ଷୁଦ୍ରର ବୃହତ, ଆଲୋକର ଅନ୍ଧକାର। ତଳେ ଦିଆଯାଇଥିବା ଶବ୍ଦ ଗୁଡ଼ିକୁ ପୁରୁଷ ଭେଦରେ ସଜାଇ ଲେଖ। ସେ, ତାରା, ତୁମ୍ଭେ, ରବି, ଆମ୍ଭ, ତୁମ୍ଭ। ପ୍ରଥମ ପୁରୁଷ, ଦ୍ୱିତୀୟ ପୁରୁଷ, ତୃତୀୟ ପୁରୁଷ। ଲେଖ ସମସ୍ତେ। ପ୍ରଥମ ପୁରୁଷ ଆମ୍ଭେ, ଦ୍ୱିତୀୟ ପୁରୁଷ ତୁମ୍ଭେ ବା ତୁମ୍ଭ, ତୃତୀୟ ପୁରୁଷ ସେ, ତାରା, ରବି। 100ରୁ 150 ଶବ୍ଦ ମଧ୍ୟରେ ଉତ୍ତର ଲେଖ। ତାରା ଓ ସୂର୍ଯ୍ୟଙ୍କ ମଧ୍ୟରେ କବି କାହାକୁ ଶ୍ରେଷ୍ଠତ୍ୱ ପ୍ରଦାନ କରିଛନ୍ତି? ତାରା ଓ ସୂର୍ଯ୍ୟଙ୍କ ମଧ୍ୟରେ କବି କାହାକୁ ଶ୍ରେଷ୍ଠତ୍ୱ ପ୍ରଦାନ କରିଛନ୍ତି? ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ରଚିତ ଅର୍ଘ୍ୟଥାଳି ଏକ ଶ୍ରେଷ୍ଠ କବିତା ସଂକଳନ। ତମମାନେ ସବୁ ଜାଣିଛ। ଉକ୍ତ ସଂକଳନରେ ସ୍ଥାନିତ ତାରାସୂର୍ଯ୍ୟ କବିତାଟି ଏକ ଇଙ୍ଗିତ ଧର୍ମୀ କବିତା। କବିତା ମାଧ୍ୟମରେ କବି ତାରା ଓ ସୂର୍ଯ୍ୟଙ୍କ ସମ୍ପର୍କରେ ଯେଉଁ ଧାର୍ମିକ ଅଭିବ୍ୟକ୍ତି ଉପସ୍ଥାପନ କରିଛନ୍ତି ତାହା ବାସ୍ତବରେ ଅନନ୍ୟ। ଅନନ୍ତ ଗଗନ ବକ୍ଷରେ କୋଟି କୋଟି ତାରା ଦୃଶ୍ୟମାନ ହୁଅନ୍ତି, ଅଥଚ ଗୋଟିଏ ସୂର୍ଯ୍ୟ ହିଁ ସବୁର ଊର୍ଦ୍ଧ୍ୱରେ ରହିଥାଏ। ତାରାଗଣ ରାତ୍ର କାଳରେ ଦେଖିବାକୁ ମିଳନ୍ତି, ମାତ୍ର ସୂର୍ଯ୍ୟ ଦିବସରେ ଦେଖା ଦିଅନ୍ତି। ଅନେକ ତାରା ସୂର୍ଯ୍ୟ ପରି ବିରାଟ ହୋଇପାରନ୍ତି, ମାତ୍ର ସେମାନେ ଏ ନିଖିଳ ଜଗତକୁ ଆଲୋକିତ କରିପାରନ୍ତି ନାହିଁ। ସେମାନେ ଯାହା କେବଳ ନିଜର ଜଗତକୁ ଆଲୋକିତ କରିବାକୁ ସମର୍ଥ ହୋଇଥାନ୍ତି। ତାରାମାନେ ନିଜ ରାଜ୍ୟରେ ଥାଇ ପ୍ରଚୁର କିରଣ ଦେଇପାରନ୍ତି। ସେଠାରେ ଥାଇ ସେମାନେ ନିଜର ରବିପଣ ପ୍ରକାଶ କରିପାରନ୍ତି, ମାତ୍ର ଆମ ପୃଥିବୀର ଆମର ଏହି ଉଜ୍ଜ୍ୱଳ ସୂର୍ଯ୍ୟଙ୍କର ତୀବ୍ର କିରଣରେ ସେହି ତାରାଗଣ ମଳିନ ଦେଖାଯାନ୍ତି। ସେମାନେ ଯେତେ ବଡ଼ ହେଲେ ମଧ୍ୟ ଆମ୍ଭର ସେଥିରେ କୌଣସି ଲାଭ ନାହିଁ, କାରଣ
ସେମାନଙ୍କର ଅନ୍ଧକାରକୁ ଦୂର କରିବାର କ୍ଷମତା ଆଦୌ ନାହିଁ। ଏହି ସବୁ ପ୍ରମାଣକୁ ମର୍ମେ ମର୍ମେ ଅନୁଭବ କରି ଆମ୍ଭେ କହିପାରିବା ଯେ କବି ସୂର୍ଯ୍ୟଙ୍କୁ ଶ୍ରେଷ୍ଠତ୍ୱ ପ୍ରଦାନ କରିଛନ୍ତି। କାରଣ ଗୋଟିଏ ସୂର୍ଯ୍ୟର ପ୍ରଭାବରେ କୋଟି କୋଟି ତାରାଙ୍କର ଜ୍ୟୋତି କେଉଁଆଡେ ମ୍ଳାନ ହୋଇଯାଏ। କବି ନିଜର ଅଭିମାନକୁ କିପରି ପ୍ରକାଶ କରିଛନ୍ତି ଲେଖ। କବି ନିଜର ଅଭିମାନକୁ କିପରି ପ୍ରକାଶ କରିଛନ୍ତି ଲେଖ। ସ୍ୱଭାବ କବି ଗଙ୍ଗାଧର ମେହେର ଥିଲେ ଯୁଗ ଜୟୀ ସ୍ୱାଭିମାନୀ ସ୍ରଷ୍ଟା। ପରାଧୀନ ଭାରତରେ ଭାରତ ତଥା ଓଡ଼ିଶାର ଅଗଣିତ ଜନତାଙ୍କ ପ୍ରତି ବିଦେଶୀ ସରକାରଙ୍କର ଯେଉଁ ହୀନମନ୍ୟ ଭାବ କବିଙ୍କୁ ବେଶ ମର୍ମାହତ କରିଥିଲା। ତେଣୁ ବିଦେଶୀ ଶାସନକୁ ଲକ୍ଷ୍ୟ କରି ସେ ତାରା ସୂର୍ଯ୍ୟ କବିତାଟି ରଚନା କରିଥିଲେ। ଉକ୍ତ କବିତାର ମୁଖ୍ୟ ବର୍ଣ୍ଣିତ ବିଷୟ ତାରା ଓ ସୂର୍ଯ୍ୟଙ୍କର ପ୍ରସଙ୍ଗ ହେଲେ ମଧ୍ୟ ଆମ ଶାସନ ଆମ୍ଭମାନଙ୍କ ପାଇଁ ଶ୍ରେୟସ୍କର ତାହା ଏଥିରେ ଇଙ୍ଗିତାକାରରେ ପ୍ରଦାନ କରାଯାଇଛି। କାରଣ ଆମ୍ଭେମାନେ ବିଦେଶୀ ଶାସନର କଠୋର ଶାସନରେ ଶାସିତ ହେବାକୁ ଚାହୁଁନାହୁଁ, ବରଂ ସ୍ୱାଧୀନ ଜୀବନଯାପନ ଆମର କାମ୍ୟ। ଏଥିପାଇଁ କବି ସୂର୍ଯ୍ୟଙ୍କୁ ଆମର ପ୍ରତୀକ ଭାବେ ଗ୍ରହଣ କରିଛନ୍ତି। ସୌରଜଗତ ମହାଶୂନ୍ୟରେ ବହୁତ ସୂର୍ଯ୍ୟ ରହିଥାଇ ପାରନ୍ତି, ମାତ୍ର ଆମ ସୂର୍ଯ୍ୟ ଆମ ପାଇଁ ସବୁଠୁ ଉଜ୍ଜ୍ୱଳ। ଏହି ସ୍ୱାଭିମାନର ବାର୍ତ୍ତା କବି ପ୍ରେରଣ କରିଛନ୍ତି। ତାରାମାନଙ୍କ ରାଜ୍ୟରେ ଆମର ସୂର୍ଯ୍ୟ ଉଜ୍ଜ୍ୱଳ ଦେଖାଯାଇ ନ ପାରନ୍ତି, ତାରାମାନେ ଯେ ଏ ପୃଥିବୀର ଆମ ଅନ୍ଧକାରକୁ ଦୂରୀଭୂତ କରିବାକୁ ସମ୍ପୂର୍ଣ୍ଣ ରୂପେ ଅକ୍ଷମ, ଏହା ଚିର ସତ୍ୟ। ତେଣୁ ଆଉ କବି ସେଇ ତାରାରୂପୀ ସୂର୍ଯ୍ୟଙ୍କ ପ୍ରତି ହେୟ ଭାବ ପ୍ରଦର୍ଶନ କରିବାକୁ ଯାଇ କୁହନ୍ତି ଯେ ଯେତେ ବଡ଼ ହେଲେ ଆମର କି ଲାଭ ଅଛି, ଆମ ପୃଥିବୀର ଅନ୍ଧକାରକୁ ଦୂର କରିବାରେ ସେମାନେ ସମର୍ଥ ନୁହନ୍ତି। ହିତକାରୀର ହିତ କଥାକୁ ସ୍ମରଣ କରିବାକୁ ସେ ସୂଚାଇ ଦେଇ ଆପଣାର ଅଭିମାନକୁ ପୂର୍ଣ୍ଣ ରୂପେ ପ୍ରକାଶ କରିଛନ୍ତି। ପ୍ରକୃତ ପକ୍ଷେ ବିଚାର କଲେ ଜଣାଯାଏ ଯେ ଉକ୍ତ କବିତା ମାଧ୍ୟମରେ କବି ଆପଣାର ସ୍ୱାଭିମାନକୁ ଯେପରି ପ୍ରକାଶ କରିଛନ୍ତି ତାହା ଯଥେଷ୍ଟ ଅଟେ। ତାରା ସୂର୍ଯ୍ୟ କବିତାର ଭାବ ଆମକୁ ଏକ ମହାଶିକ୍ଷା ପ୍ରଦାନ କରେ କିପରି। ତାରା ସୂର୍ଯ୍ୟ କବିତାର ଭାବ ଆମକୁ ଏକ ମହାଶିକ୍ଷା ପ୍ରଦାନ କରେ କିପରି। ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ସମସ୍ତ କବିତାବଳୀ ପାଠକଙ୍କୁ ମହାନ ଶିକ୍ଷା ପ୍ରଦାନ କରିଥାଏ। ପଠିତ ତାରା ସୂର୍ଯ୍ୟ କବିତାରେ କବି ତାରା କିମ୍ବା ସୂର୍ଯ୍ୟ କାହାକୁ ସାନ ବଡ଼ ଭାବେ ବର୍ଣ୍ଣନା ନ କରି ଉଭୟଙ୍କ ଗୁଣଗାନ କରିଛନ୍ତି। ଏହା କେବଳ ଜଣେ ମହତ୍ ବ୍ୟକ୍ତିର ଲକ୍ଷଣ। ବାସ୍ତବ କ୍ଷେତ୍ରରେ କବିତାଟିରୁ କବିଙ୍କର ସ୍ୱଦେଶ ପ୍ରେମର ପରିଚୟ ମିଳିଥାଏ। ଦେଶବାସୀଙ୍କ ମନରେ ଆତ୍ମବିଶ୍ୱାସ ସୃଷ୍ଟି କରିବାରେ କବିଙ୍କର ପ୍ରୟାସ। ଏହି କବିତାଟି ବେଶ ଦୀର୍ଘ ନହେଲେ ମଧ୍ୟ ଯେଉଁ ଆକାରରେ ମହାନ ଶିକ୍ଷା କସ୍ତୁରୀ ସୁବାସ ବିତରଣ କରେ ତାହା ଅନ୍ୟତ୍ର ବିରଳ। କବିତାଟିରେ ତାରା ଓ ସୂର୍ଯ୍ୟଙ୍କୁ ନେଇ ଏକ ପ୍ରସଙ୍ଗ ଉପସ୍ଥାପିତ ହୋଇଛି। ଯେଉଁ ପ୍ରସଙ୍ଗରେ ତାରା ନିଜକୁ ସୂର୍ଯ୍ୟଙ୍କ ଠାରୁ ତେଜସ୍କ୍ରିୟ ବୋଲି ବିବେଚନା କଲେ ମଧ୍ୟ ବାସ୍ତବରେ ତାହା ତେଜସ୍କ୍ରିୟ ନୁହେଁ। ତାରାମାନଙ୍କ ରାଜ୍ୟରେ ଆମ୍ଭର ସୂର୍ଯ୍ୟଙ୍କୁ ତାରା ବୋଲି ବିବେଚନା କରିଥାନ୍ତି, ମାତ୍ର ସେହି ତାରାମାନେ ଆମ ଅନ୍ଧକାରକୁ ଦୂର କରିପାରିବେ ନାହିଁ। ତ କବିତାରେ ଅନ୍ୟ ଏକ ମହାନ ଶିକ୍ଷା କବି ପ୍ରଦାନ କରିବାକୁ ଯାଇ କୁହନ୍ତି ଯେ ଯାହାକୁ ଯେପରି ଦିଶେ ସେ ସେପରି କହିପାରେ, ମାତ୍ର ମହତ ଲୋକ ସେଥିପ୍ରତି କର୍ଣ୍ଣପାତ କରନ୍ତି ନାହିଁ। ତାରା ଯେତେ ବଡ଼ ହେଲେ ମଧ୍ୟ କଣ ହେଲା, ସେମାନଙ୍କ ଅନ୍ଧକାର ଦୂର କରିବାର କ୍ଷମତା ଆଦୌ ନାହିଁ, ବରଂ ହିତକାରୀର ନାମ ଉଚ୍ଚାରଣ କରିବା ଶ୍ରେୟ କର୍ତ୍ତବ୍ୟ। ଏକଥା ସୂଚାଇ ଦେବାକୁ ଯାଇ କବି ତାରାଙ୍କୁ ଚେତାବନୀ ଦେଇଛନ୍ତି ଯେ ହିତକାରୀଙ୍କ ନାମ ଉଚ୍ଚାରଣ ନ କଲେ ଆମ ଦେଶରେ ତାକୁ ଆମେ କୃତଘ୍ନ ବୋଲି ବିବେଚନା କରାଯାଏ। ପ୍ରକୃତରେ ତାରା ସୂର୍ଯ୍ୟ କବିତାର ଭାବ ଆମ୍ଭମାନଙ୍କୁ ଯେଉଁ ମହାଶିକ୍ଷା ପ୍ରଦାନ କରେ ତାହା ଅନ୍ୟତ୍ର ବିରଳ। କାରଣ ନିଜ ଦେଶର ଶାସନ ନିଜ ପାଇଁ ଯେତିକି ମୂଲ୍ୟବାନ, ବିଦେଶୀ ଶାସନ ତାହା ତୁଳନାରେ କୌଣସି ଗୁଣରେ ଅଧିକା ହୋଇ ନପାରେ। ଏହି ମହାନ ଶିକ୍ଷା ଏ କବିତାରୁ ମିଳିଥାଏ। ଆଚ୍ଛା ପିଲାମାନେ, ତମମାନେ ସବୁ କବିତାଟିକୁ ଭଲ ଭାବରେ ବୁଝିଲ, ଭଲ ଭାବରେ ଆବୃତ୍ତି ମଧ୍ୟ କଲ ଆଉ ପ୍ରଶ୍ନର ଉତ୍ତର ମଧ୍ୟ ବହୁତ ସୁନ୍ଦର ଭାବରେ ଦେଲ। ସେଥିପାଇଁ ସମସ୍ତଙ୍କୁ ଧନ୍ୟବାଦ।